हाँ ଆଉ ବର୍ତ୍ତମାନ ଆମେ ବାହାରିଲୁ ଘରୁ ଆଉ ହେଇ 5:30 ପାଖାପାଖି ହେଉଥିବ। ଆଉ ଆଜି ମୋ ସହିତ ଜ୍ୟୋତ୍ସ୍ନା ବି ଯାଉଛି। କହିଲା କ'ଣ ସବୁଦିନ ତୁମେ ଯାଉଛ ଚା ବାଣ୍ଟିବାକୁ, ମୁଁ ବି ଥରେ ଯିବି। ମୁଁ କହିଲି ହଉ ଚାଲ। ମୁଁ କହିଲି ଶୀତ କିନ୍ତୁ ବହୁତ ହେଉଥାଏ। ଆମେ ବାହାରିକି ପଳେଇଲୁ ବର୍ତ୍ତମାନ ଘରୁ। ଆଉ ଯାଇକି ପହଞ୍ଚିଲା ବେଳକୁ ଆଜି ତ ବର୍ଷା ହେଇଥିଲା 2 ଦିନ ନା, ବହୁତ ବର୍ଷା ହେଇଥିଲା। କିନ୍ତୁ ଆମ ଯେଉଁ କାଠରେ କରୁ ଚା, ଆଉ କାଠ ବହୁତ ଓଦା ହେଇଯାଇଥିଲା। ଆମେ କ'ଣ କରିବୁ, ବହୁତ କଷ୍ଟରେ ନିଆଁଟିକୁ ଜଳେଇଛୁ। ମାନେ ଫୁକି 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 ହସ ବି ଲାଗେ। ବହୁତ ଦିନ ପରେ ଜାଳ ତ କିଏ ଲଗାଉନ୍ତିନି, ଏବେ ଆମେ ଫାର୍ଷ୍ଟ ଟାଇମ୍ ଲଗାଉଛୁ। ଆଗରୁ ତ ଯାହା ଲଗେଇଥିଲୁ ଭୁଲି ଯାଇଥିଲୁ। ଆଉ ଆମର ବିକାଶ ଭାଇ କ୍ଷୀର ଟିକେ ଢାଳୁଛନ୍ତି, ଆଉ ବଳରାମ ଭାଇ ବି। କାହିଁକିନା ଆଜି ଥଣ୍ଡା ପାଇଁ ବହୁତ କମ୍ ଲୋକ ବି ବାହାରକୁ ଆସିଛନ୍ତି। ଆଉ ଆମର ବି ବହୁତ ଟାଇମ୍ ଲାଗିଲା କ୍ଷୀର ଦେଲା ବେଳେ, କାହିଁକିନା ନିଆଁ ତ ବହୁତ ସ୍ଲୋ ସ୍ଲୋ ଜଳୁଥାଏ। ଆଉ ଆମ ବିକାଶ ଭାଇ ଆଜି ଅଦା ଗୋଲମରିଚ ସବୁ ଛେଚା ଛେଚି କରୁଛନ୍ତି। ଶୀଘ୍ର ବି ପହଞ୍ଚିଥିଲେ, କାହିଁକିନା ବ୍ୟସ୍ତବହୁଳ ଜୀବନରେ ଆଉ ଟିକେ ଟିକେ ସମୟ ଦେଇପାରୁଛନ୍ତି, ତାଙ୍କୁ ହିଁ ଧନ୍ୟବାଦ। ଆଉ ଦୀପକ ତ ଚୁଲା ପାଖରେ ବସିକି ହିଁ ରହୁଛି ଯେ କେମିତି ନିଆଁ କାହିଁ ଜଳିଲାନି, ତାକୁ କ'ଣ କୁହାଯିବ। ଆଉ ଆମ ଜ୍ୟୋତ୍ସ୍ନା ବି ଯାଇଛି, ସେ ଟିକେ ଚା ଟିକେ ଟେଷ୍ଟ କରିବ କହୁଛି ଯେ ଚା ତ ହେଉନି, ଆଉ ଟେଷ୍ଟ କେମିତି କରିବ। ସେତେବେଳୁ ଛେଚୁଛି ବିକାଶ, ଏବେ ପର୍ଯ୍ୟନ୍ତ ଛେଚି ପାରୁନି। ନିଆଁ ଟିକେ ଜଳା ଜଳା ଜଳା। ନିଆଁଟା ଲାଗୁନି ବହୁତ। ଆଉ ପ୍ରଥମ ଏବେ ଆରମ୍ଭ ହେଇଗଲା ଆମର। ଚା ବି ହେଇଯାଇଛି। ଦୀପକ ଭାଇ ପ୍ରଥମ ଥର ଆଉ ଦେଲେ, ଜଣେ ଭାଇ ଆସିଥିଲେ ଚା ତାଙ୍କୁ ଦେଲେ, ଆଉ ଜଣେ ଭାଇ ବି ଆସିଲେ। ଚା ବି ବହୁତ ଗରମ ହେଇଛି, କିନ୍ତୁ ସାଙ୍ଗେ ସାଙ୍ଗେ ଥଣ୍ଡା ହେଇଯାଉଛି, ଏତେ ଥଣ୍ଡା। ଆଉ ବର୍ତ୍ତମାନ ତ ସମସ୍ତେ ଚା ପିଆ ପିଇ ଚାଲିଛି। ଆଉ ଜଣେ ମଉସା ବି ଆସିକି ପହଞ୍ଚିଥିଲେ, ଆଉ ଗୋଟେ ମୋ ସାଙ୍ଗ ବି ଆସିକି ପହଞ୍ଚିଲା। କେଉଁଦିନ ଆସେନି, ଆଜି ସକାଳୁ ସକାଳୁ ଆସିଛି ଟିକେ। ଆଉ ଦେଖନ୍ତୁ, ଆ ନାଁ ହେଉଛି ସାନୁ। ଆଉ ଆମ ମଉସା ବି ଜଣେ ଆସିଲେ ଚା ପିଇବାକୁ। ସମସ୍ତେ ଜାଣିଗଲେଣି, ଟିକେ ଲେଟ୍ରେ ଗୋଟେ ହେଲା ଆଉ, କାହିଁକିନା ନିଆଁଟା ଜଳିଲାନି, ବହୁତ କଷ୍ଟରେ ନିଆଁଟା ଜଳିଲା। ଆଉ ଜଣେ ମାଉସୀ ବି ଜଣେ ଯାଉଥିଲେ, ସେ ବର୍ତ୍ତମାନ ପଚାରିଲେ ଯେ ଆଉ ମୋ ପାଖରେ ପଇସା ନାହିଁ, ଆମେ ଚା କେମିତି ପିଇବୁ। ଆଉ ମୁଁ କହିଲି, ଆଉ ଆମେ କହିଲୁ ଯେ ନା ନା, ଏଇଟା ପଇସା ଦେବା ଦରକାର ନାହିଁ, ଏଇଟା ଆମ ଟ୍ରଷ୍ଟ ତରଫରୁ ହେଉଛି ଚା, ଆପଣ ପିଇକି ଯାଇପାରିବେ। ଦେଇକି ଦିଲୁ ଭାଇ ବି କ'ଣ ଗୋଟେ କରୁଛନ୍ତି। ଆଉ ଜଣେ ମାଛ ନେଇକି ଯାଉଥିଲେ ବିକ୍ରି କରିବା ପାଇଁ, ସେ ମାଉସୀଙ୍କୁ ବି ଆମେ ରଖିଥିଲୁ, ଆଉ ଚାଟିକୁ ଆମେ ଦେଇଥିଲୁ। ଆଉ ମାଉସୀ ଏମିତି ସମସ୍ତେ ଆସନ୍ତି, ଯେଉଁମାନେ ଯିବା ଆସିବାରେ ଯେଉଁମାନେ ଯାଉଛନ୍ତି, ଆମେ ତାଙ୍କୁ ହିଁ ସମସ୍ତଙ୍କୁ ଦେଉ। ଆଉ ଆମର ନ୍ୟୁ କମେଣ୍ଟ କଲୋନୀ ଭିତରେ ଆମର ଜଣେ ଭାଇ ସେଠି କାର୍ଯ୍ୟରତ ଥିଲେ, ସିକ୍ୟୁରିଟି ଗାର୍ଡ଼, ତାଙ୍କୁ ବି ଆମେ ଚା ଟିକେ